ଆମେ 3 ଦିନ ଧରି କ'ଣ ପାଇଁ ହଇରାଣ ହେଲୁ ଭିଡ଼ିଓ ଦେଖନ୍ତୁ ଜାଣିପାରିବେ। ହ୍ୟାଲୋ ମୁଁ ମାନସୀ, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ମୁଁ ବୋଉ ଫରେନ୍ ବାହାରି ଯାଇଥିଲୁ ବିଲକୁ। ଆମେ ଯେଉଁ ବିଲକୁ ଯାଉଛୁ ଆମ ଘରଠୁ 3 କିଲୋମିଟର ରାସ୍ତା ସେ ବିଲକୁ। ଆମେ ବିଲକୁ ଯିବା ବାଟରେ ପଡ଼ିଯାଇଥିଲା ଗୋଟେ ନାଳ। ଆମର ଧାନ ଗୁଡ଼ାକ ଧାନ କଟା ମେସିନରେ କଟାଯିବ, ସେଥିପାଇଁ 3 ଦିନ ହେଲାଣି ଜଗି ଅଛୁ। ଆଜି ତ ଯେମିତି ହେଲେ ବି ସାରିକି ଯିବୁ। ତା ଭିତରେ ଆମେ ଭାଇ ଭଉଣୀ ଭାବିଥିଲୁ କି ଏଇ ପଥର ଉପରକୁ ଯିବା। ଫାଇନାଲି ଆମେ ଉପରକୁ ପହଞ୍ଚି ଗଲୁ। ତ ମୁଁ ଯେତେବେଳେ ଛୋଟ ହେଇଥିଲି ଏଇଠି ଆମେ ଭୋଜି କରିବା ପାଇଁ ଆସିଥିଲୁ, ଯେଉଁଠି ମୁଁ ଟ୍ୟୁସନ୍ କରୁଥିଲି। ଟ୍ୟୁସନ୍ ଛୁଆ ଆଉ ସାର୍ ମିଶିକି ସମସ୍ତେ ଆମେ ଭୋଜି କରିକି ଆସିଥିଲୁ। ପୁଣି ସେଇଟା ଅଣ୍ଡା ଭୋଜି। ସେତେବେଳର ମଜା ଭୁଲି ହେବନି। ଆଉ ସେତେବେଳେ ଏଇ ଉପରକୁ ଚଢ଼ିବା ପାଇଁ ବହୁତ କଷ୍ଟ ବି ଲାଗେ। ତ ଚାହୁଁ ଚାହୁଁ ସନ୍ଧ୍ୟା ହେଇଯାଇଥିଲା, ଆମର ଧାନ କଟା ହେଇନି, ଆଉ ଆମର ସିରିଏଲ୍ ବି ପହଞ୍ଚିନି। ଏଠି ଭାଇ ଆଉ ଫରେନ୍ ମିଶିକି ହିଳ ଆଣୁଛନ୍ତି, କାହିଁକି ନା ଗାଡ଼ି ବିଲ ଭିତରକୁ ପଶିପାରିବ। ଆଉ ଫାଇନାଲି ଗାଡ଼ି ଆସିକି 6:30ରେ ପହଞ୍ଚିଲା। ଧାନ କଟା ଷ୍ଟାର୍ଟ ହେଲା। ତ ଧାନ କଟା ସରୁ ସରୁ ଆମର 7ଟା ହେଇଯାଇଥିଲା। ଆମେ ଘରେ ପହଞ୍ଚିଥିଲୁ 8ଟା ବେଳେ। ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଭୁଲନ୍ତୁନି। ଜୟ ଜଗନ୍ନାଥ, ଟାଟା।